15 ଅଗଷ୍ଟ 2025 ଶୁକ୍ରବାର ଦିନ ପଡ଼ିବା ପାଇଁ ଯାଉଛି ପବିତ୍ର ଜନ୍ମାଷ୍ଟମୀ। ଆପଣମାନେ ଜନ୍ମାଷ୍ଟମୀ ଦିନ କିଛି କରନ୍ତୁ କିମ୍ବା ନ କରନ୍ତୁ, ଯଦି ଏହି ଦୁଇଟି କାମକୁ କରିଦେଉଛନ୍ତି ତେବେ ଆପଣଙ୍କ ଜୀବନରେ ଧନଜନିତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଘରେ ମା ଲକ୍ଷ୍ମୀ ସଦାସର୍ବଦା ବାସ କରିଥାନ୍ତି। ତେବେ ଆପଣମାନେ ପବିତ୍ର ଜନ୍ମାଷ୍ଟମୀ ଦିନ ନିଜ ମୁଖ୍ୟ ଦ୍ୱାରରେ ଏହି ଗୋଟିଏ କାମକୁ ନିଶ୍ଚିତ ଭାବରେ କରିଦିଅନ୍ତୁ। ଯଦି ଆପଣମାନେ ଋଣ କରଜରେ ବୁଡ଼ି ଯାଇଛନ୍ତି କିମ୍ବା ଅର୍ଥଜନିତ ସମସ୍ୟା ଦେଖାଦେଉଛି, ଆପଣଙ୍କ ଜୀବନକୁ ଧନ ଆସିବାର ସମସ୍ତ ମାର୍ଗ ବନ୍ଦ ହୋଇଯାଇଛି, ସମସ୍ତ କ୍ଷେତ୍ରରେ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭଫଳ ମିଳିଯିବ ଏବଂ 1 ମାସ ମଧ୍ୟରେ ଆପଣଙ୍କର ସମସ୍ତ ଋଣ କରଜ ଶୁଝିଯିବ। ତା ସହିତ ଆପଣଙ୍କ ଘରକୁ ଧନ ଆସିବାର ମାର୍ଗ ଖୋଲିଯିବ। ଦର୍ଶକ ବନ୍ଧୁ, ଆପଣଙ୍କ ଘରର ମୁଖ୍ୟ ଦ୍ୱାରଟି ହେଉଛି ଲକ୍ଷ୍ମୀ ନାରାୟଣଙ୍କର ବାସସ୍ଥାନ ଏବଂ ସେହି ମୁଖ୍ୟ ଦ୍ୱାର ବାଟେ ହିଁ ଭଗବାନଙ୍କର ଆଗମନ ଆମ ଘରକୁ ହୋଇଥାଏ। ଦର୍ଶକ ବନ୍ଧୁ, ଆପଣଙ୍କ ମୁଖ୍ୟ ଦ୍ୱାରକୁ ମା ଲକ୍ଷ୍ମୀ ଏବଂ ଅଲକ୍ଷ୍ମୀ ପ୍ରତ୍ୟେକ ଦିନ ଆସିଥାନ୍ତି। ଆପଣଙ୍କ ମୁଖ୍ୟ ଦ୍ୱାରରେ ଛିଡ଼ା ହୋଇ ମା ଲକ୍ଷ୍ମୀ ଏବଂ ଅଲକ୍ଷ୍ମୀ ଆପଣଙ୍କ ଘରର ପ୍ରତ୍ୟେକ ଦିନ କରୁଥିବା କାର୍ଯ୍ୟକଳାପକୁ ଲକ୍ଷ୍ୟ କରିଥାନ୍ତି ଏବଂ ଯେଉଁମାନେ ନିଜ ମୁଖ୍ୟ ଦ୍ୱାରରେ ଏହିସବୁ ଭୁଲ କରୁଥାନ୍ତି, ସେମାନଙ୍କ ଘରୁ ମା ଲକ୍ଷ୍ମୀ ସଦାସର୍ବଦା ଛାଡ଼ିକରି ଚାଲି ଯାଇଥାନ୍ତି। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି, ଯେଉଁଭଳି ଭାବରେ କର୍ମ କରିବା ଭଗବାନ ଆମକୁ ସେହି କର୍ମ ଅନୁସାରେ ଫଳ ଦେବେ। ଯଦି ଆପଣମାନେ ପର ନିନ୍ଦା, ପର ଚର୍ଚ୍ଚା ଏବଂ ପରର ଅମଙ୍ଗଳ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ଘରେ ମା ଲକ୍ଷ୍ମୀ କେବେ ହେଲେ ବି ବାସ କରିବେ ନାହିଁ। ସେଥିପାଇଁ ଆପଣମାନେ କେବେ ହେଲେ ବି ଅନ୍ୟମାନଙ୍କର ଅମଙ୍ଗଳ ଚିନ୍ତା କରିବେ ନାହିଁ। ଯେମିତି ଆପଣଙ୍କ ପାଇଁ କେହି ଗାତ ଖୋଳିଥାଏ, ସେହି ଗାତରେ ସିଏ ନିଜେ ହିଁ ପଡ଼ିଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯେଉଁମାନେ ଏହିସବୁ ଭୁଲ କରିଥାନ୍ତି, ସେମାନଙ୍କ ଜୀବନରେ କେବେ ହେଲେ ବି ଉନ୍ନତି କରିପାରନ୍ତି ନାହିଁ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଯେଉଁ ଉପାୟ ବତାଇବି, ଆପଣମାନେ ଜନ୍ମାଷ୍ଟମୀ ଦିନ ନିଜ ମୁଖ୍ୟ ଦ୍ୱାରରେ ଥରେ ମାତ୍ର ପରୀକ୍ଷା କରି ଦେଖିବେ। ଯେହେତୁ ଏହି ଜନ୍ମାଷ୍ଟମୀଟି ଶୁକ୍ରବାର ଦିନ ପଡ଼ିବାକୁ ଯାଉଛି, ତା ସହିତ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ଭାବରେ ପାଳନ କରାଯିବ ଏବଂ ଯେଉଁମାନେ ଅର୍ଥଜନିତ କିମ୍ବା ଧନଜନିତ ସମସ୍ୟାରେ ଫସି ଯାଇଛନ୍ତି, ତେବେ ଆପଣମାନେ ଏହି ଉପାୟଟି କରିବା ଦ୍ୱାରା ମା ଲକ୍ଷ୍ମୀ ଏବଂ ଶ୍ରୀକୃଷ୍ଣଙ୍କର ବିଶେଷ ଆଶୀର୍ବାଦ ଆପଣମାନେ ପାଇପାରିବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯଦି ଆପଣମାନେ ପବିତ୍ର ଜନ୍ମାଷ୍ଟମୀ ଦିନ ନିଜ ମୁଖ୍ୟ ଦ୍ୱାରରେ ଏହି ଦୁଇଟି କାମକୁ କରିଦେଉଛନ୍ତି, ତେବେ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଖୁବ୍ କମ୍ ସମୟ ମଧ୍ୟରେ ଦୂର ହୋଇଯିବ ଏବଂ ଯଦି ଆପଣମାନେ ଶ୍ରୀକୃଷ୍ଣଙ୍କୁ କିଛିଟା ଜିନିଷକୁ ଅର୍ପଣ କରିବେ, ତେବେ ସେସବୁର ମଧ୍ୟ ଆପଣଙ୍କୁ ଶୁଭାଶୁଭ ଫଳ ଖୁବ୍ କମ୍ ସମୟ ମଧ୍ୟରେ ମିଳିଯାଇଥାଏ। ପବିତ୍ର ଜନ୍ମାଷ୍ଟମୀର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଯଦି ଆପଣମାନେ ଜନ୍ମାଷ୍ଟମୀ ଦିନ ନିଜ ମୁଖ୍ୟ ଦ୍ୱାରରେ ଏହି ଗୋଟିଏ କାମକୁ କରିଦେଉଛନ୍ତି, ତେବେ ଆପଣଙ୍କ ଜୀବନରୁ ସମସ୍ତ ଧନଜନିତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଜୀବନକୁ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ପ୍ରାପ୍ତି ହେବ ଏବଂ ଆପଣମାନେ ନିଜ ଜୀବନରେ ଯେଉଁ ବି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେଥିରେ ଆପଣଙ୍କୁ ମନ ମୁତାବକ ସଫଳତା ପ୍ରାପ୍ତି ହେବ। ତା ସହିତ ମା ଲକ୍ଷ୍ମୀ ଆପଣଙ୍କ ଘରେ ସଦାସର୍ବଦା ବାସ କରିବେ। ତା ସହିତ ଆପଣଙ୍କ ଘରେ ଯାହା ବି କିଛି ନକାରାତ୍ମକ ଶକ୍ତି ଭରି ହୋଇ ରହିଥିବ, ସେସବୁ ମଧ୍ୟ ସକାରାତ୍ମକ ଶକ୍ତିରେ ପରିଣତ ହୋଇଯିବ। ଦର୍ଶକ ବନ୍ଧୁ, ଆପଣମାନେ ଗୋଟିଏ କଥାର ଧ୍ୟାନ ରଖିବେ, ପବିତ୍ର ଜନ୍ମାଷ୍ଟମୀ ଦିନ କେବଳ ମା ଲକ୍ଷ୍ମୀଙ୍କର ନୁହେଁ, ମା ଲକ୍ଷ୍ମୀଙ୍କ ସହିତ ଯଦି ଆପଣମାନେ ଶ୍ରୀକୃଷ୍ଣଙ୍କର ମଧ୍ୟ ବିଶେଷ ଭାବରେ ପୂଜାର୍ଚ୍ଚନା କରନ୍ତି, ତେବେ ଆପଣଙ୍କ ଜୀବନକୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ। ଦର୍ଶକ ବନ୍ଧୁ, ଯେତେବେଳେ ବି ଆପଣମାନେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଉଛନ୍ତି, ତେବେ ମା ଲକ୍ଷ୍ମୀଙ୍କ ସହିତ ନାରାୟଣଙ୍କୁ ମଧ୍ୟ ପ୍ରସନ୍ନ କରାନ୍ତୁ ଏବଂ ଶ୍ରୀକୃଷ୍ଣଙ୍କୁ ମଧ୍ୟ କିଛିଟା ଜିନିଷକୁ ଆପଣମାନେ ଅର୍ପଣ କରନ୍ତୁ। କାହିଁକି ନା ଯଦି ଆପଣଙ୍କୁ ମା ଲକ୍ଷ୍ମୀଙ୍କ ସହିତ ନାରାୟଣଙ୍କର ଆଶୀର୍ବାଦ ମିଳିଯାଏ, ତେବେ ଆପଣଙ୍କ ଜୀବନରେ ସମସ୍ତ ଧନଜନିତ ସମସ୍ୟା 1 ମାସ ମଧ୍ୟରେ ଶୁଝିଯିବ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି, ମା ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ଜାଗାଟା ହିଁ ବହୁତ ପସନ୍ଦ ହୋଇଥାଏ। ସେଥିପାଇଁ ଆପଣମାନେ ନିଜ ପରିବାରର ଚତୁଃପାର୍ଶ୍ୱକୁ ସଫାସୁତୁରା ରଖିବା ସହିତ ନିଜର ମନକୁ ମଧ୍ୟ ପବିତ୍ର ରଖିବେ।
जदि आपणଙ୍କ द्वारा संभव हेउछि तेबे आपण माने पवित्र जन्माष्टमी दिन किछि गरीब गुरुबा किंबा भिकारी माननको आपणଙ୍କ सक्षम अनुसार किछि दान करंतु किंबा खाद्य खाइबा पई दियंतु। आज्ञा हाँ दर्शक बंधु, आपण माने कहा पछरे दौड़ुचंती? आपणकर मूल्यवान समय को केवल टंका पछरे ही नष्ट करि देउचंती। तेबे जदि आपण माने सेही समय को सठिक दिग एवं ईश्वरंकर भक्ति रे लगाई देबे तेबे आपणक जीवन को केबे हेले भी दुख कष्ट प्रवेश करि परिबो नाही। सेथिपाई आपण माननको अनुरोध भिडियोटी को शेष पर्यंत निश्चय देखंतु एवं भिडियोर आगरे जो सब उपाय को मु आपण मानक आगरे बताइबा पई जाउछि तेबे आपण माने जन्माष्टमी दिन निज मुख्य द्वार रे थरे मात्र परीक्षा करी देखंतु। दर्शक बंधु, जो उपायटी मु आपण माननको बताइबी एथिरे आपणकर टंकाटे मध्य खर्च हेबो नाही, बरं आपण माने ए उपायटी करिबा द्वारा आपणक जीवन को धन आसीबार मार्ग खोलिजिब। ता सहित आपणक जीवनरो समस्त धनजनित समस्या खूब कम समय मध्यरे दूर होइजिब। दर्शक बंधु, आपण मानक मनरे प्रश्न आसुथिबो जे आपणक मुख्य द्वार रे एमिति कौन करिबा द्वारा आपणक घर को दुख दारिद्रता केबे हेले भी प्रवेश करि परिबो नाही। ता सहित आपणक घर को धन आगमनर मार्ग खोलिजिब। सेही विषय रे मु आपण माननको भिडियोर आगरे बताइबा पई जाउछि। एहा पूर्वरो आपण माननको अनुरोध भिडियोटी को लाइक करी कमेंट बॉक्स रे जय मां लक्ष्मी जय श्री कृष्ण अवश्य लिखि दियंतु। दर्शक बंधु, पवित्र जन्माष्टमीटी श्रीकृष्ण को समर्पित अछि एवं आपण माने एही जन्माष्टमी दिन किछिटा उपाय को करिनेबा द्वारा लक्ष्मी नारायणकर आशीर्वाद आपणक परिवार उपरे सदा सर्वदा रहिथाए एवं आपण माने श्रीकृष्णक निकटरे एमिति किछिटा जिनिस को अर्पण करिबा द्वारा श्रीकृष्णकर आशीर्वाद मध्य आपण माने पाई परिबे। ता सहित आपण माने मां लक्ष्मी एवं नारायण को प्रसन्न करिबा पई किछिटा उपाय को मध्य करि परिबे एवं सेही कार्यटी को करिबा द्वारा प्रत्येक व्यक्ति निज जीवन रे उन्नति करि परिबे। ता सहित आपण माने चाकरी क्षेत्र रे मध्य शुभ फल प्राप्त करिबे। दर्शक बंधु, जदि आपण माने पूर्वरो कौनसी कार्य को करिबा समय रे असफलतार सामना करुथिले तेबे आगामी समय रे आपणकर सेही कार्यटी शुभ मंगल होइजिब। दर्शक बंधु, पवित्र जन्माष्टमीटी भाद्रव मासरे अष्टमी तिथि रे पड़िथाए एवं आपण माने जन्माष्टमी दिन एमिति किछि कार्य को करिनेबा द्वारा मां लक्ष्मी एवं नारायणकर आशीर्वाद आपण माने पाई परिबे। जदि जन्माष्टमी दिन आपण माने निज मुख्य द्वार रे एही गोटिए काम को करि देउचंती तेबे आपणक उपरे श्रीकृष्णकर आशीर्वाद रहिबा सहित लक्ष्मी नारायण मध्य प्रसन्न होइथांती। दर्शक बंधु, जो माने भी भिडियोटी को देखुचंती एवं सेमाने निज जीवन रे धनजनित समस्या को दूर करिबा पई चाहुचंती तेबे जन्माष्टमीर एही समय रे निज मुख्य द्वार रे एही गोटिए काम को निश्चित भाव रे परीक्षा करि देखंतु। आउ गोटिए कथा, जो उपायटी मु आपण माननको बताइबा पई जाउछि सेथिरे आपणकर टंकाटे मध्य खर्च हेबो नाही, बरं सेही सरल उपायटी को करिनेबा द्वारा आपणक जीवनरो धनजनित समस्या दूर हेबा सहित आपणक घर को धनर आगमन हेबो एवं ता सहित जो माने चाकरी क्षेत्र रे प्रयास करुचंती सेमाननको सेमानकर मन मुताबक चाकरीटीए मध्य प्राप्त हेबो। सेथिपाई आपण माने पवित्र जन्माष्टमीर शुभ दिनटी को केबे हेले भी हाथ छड़ा करंतु नाही। दर्शक बंधु, आपणको केवल आपणक मुख्य द्वार सामना रे किछिटा जिनिस को टांगी देबार अछि, जाको करिदेबा द्वारा लक्ष्मी नारायण प्रसन्न हेबा सहित श्रीकृष्ण मध्य आपणक उपरे आशीर्वाद को वर्षा कराइथांती। कौनसी फोटो हेउ किंबा कागज रे हेउ नचेत रंगोली हेउ आपण माने शंख चक्र एवं गदा पद्मर फोटो को अंकन करिवे। जदि आपण माने शंख चक्र एवं गदा पद्मर कौनसी फोटो को आनी आपणक मुख्य द्वार सामना रे टंगाई पारिबे तेबे भल कथा। जदि आपण माने सेपरी करि पारु नाहंती तेबे आपणक मुख्य द्वारर दुई पार्श्वरे शंख चक्र एवं गदा पद्मर दुईटी झोटी को मध्य अंकन करि परिबे। दर्शक बंधु, जदि आपण माने सेही फोटोटी को पाई पारु नाहंती
ତେବେ ଆପଣମାନେ ନିଜ ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ସେହି ଝୋଟିଟିକୁ ନିଶ୍ଚିତ ଅଙ୍କନ କରିବେ। ଯଦି ଆପଣମାନେ ଏହି କାର୍ଯ୍ୟଟିକୁ ଆପଣଙ୍କ ମୁଖ୍ୟ ଦ୍ୱାରରେ ପ୍ରତ୍ୟେକ ଦିନ କରିବେ ତେବେ ଏହା ତ ଆହୁରି ଭଲ। ତେବେ ଯଦି ଆପଣମାନେ ସମସ୍ତ ଦିନମାନଙ୍କରେ ଏହାକୁ କରିପାରୁନାହାନ୍ତି ତେବେ ଜନ୍ମାଷ୍ଟମୀ ଦିନ ଥରେ ମାତ୍ର ପରୀକ୍ଷା କରି ଦେଖନ୍ତୁ। ଦେଖିବେ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦରୁ ଆପଣଙ୍କ ଜୀବନରେ ଯାହା ବି କିଛି ଧନଜନିତ ସମସ୍ୟା ଲାଗି ରହିଥିବ ସେସବୁ ଏକ ମାସ ମଧ୍ୟରେ ଶୁଝିଯିବ। ଦର୍ଶକ ବନ୍ଧୁ, ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ନୂତନ ଘରକୁ ନିର୍ମାଣ କରିବା ପୂର୍ବରୁ କିଛିଟା ବାସ୍ତୁଦୋଷର ଧ୍ୟାନ ରଖିଥାନ୍ତି। ସେଥିପାଇଁ ସେମାନେ ମଧ୍ୟ ଏହି ଉପାୟଟିକୁ ନିଜର ଘର କରିବା ପୂର୍ବରୁ ପାଳନ କରିପାରିବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ ଯେଉଁମାନଙ୍କ ମୁଖ୍ୟ ଦ୍ୱାର ସାମ୍ନାରେ ଶଙ୍ଖ ଚକ୍ର ଏବଂ ଗଦାପଦ୍ମର ଝୋଟି କିମ୍ବା ଫଟୋ ଲାଗିଥାଏ ସେହି ଘରେ କେବେ ହେଲେ ବି ଧନଜନିତ ସମସ୍ୟା ଦେଖାଦେଇ ନଥାଏ। ତା ସହିତ ସେହି ଘରର ସମସ୍ତ ସଦସ୍ୟମାନେ ନିଜ ଜୀବନରେ ବହୁମାତ୍ରାରେ ଉନ୍ନତି କରିଥାନ୍ତି। ଯଦି ଆପଣମାନେ କୌଣସି ଶୁଭ କାର୍ଯ୍ୟକୁ ଯିବା ସମୟରେ ସେହି ଜିନିଷର ଦର୍ଶନ କରିଦିଅନ୍ତି ତେବେ ଆପଣଙ୍କର ସେହି କାର୍ଯ୍ୟଟି ଶୁଭମଙ୍ଗଳ ହୋଇଥାଏ। ଦର୍ଶକ ବନ୍ଧୁ, ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି ନିଜ ଜୀବନରେ ଉନ୍ନତି ପାଇଁ ଥରେ ମାତ୍ର ଏହାର ପରୀକ୍ଷା କରି ଦେଖନ୍ତୁ। ଦର୍ଶକ ବନ୍ଧୁ, ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜେ ପରିଶ୍ରମ କରିବା ପରେ ବି ସେମାନଙ୍କୁ ସେମାନଙ୍କ ପରିଶ୍ରମର ସଠିକ୍ ମୂଲ୍ୟ ମିଳିପାରୁନାହିଁ ଏବଂ ନିଜ ପରିବାରରେ ଅଶାନ୍ତି କଳିଝଗଡ଼ା ସବୁବେଳେ ଲାଗି ରହୁଛି। ସେମାନେ ସେମାନଙ୍କ ମନ ଭିତରେ ଅନେକ ପ୍ରକାରର ନକାରାତ୍ମକ ଭାବନାକୁ ଭରି ନେଇଥାନ୍ତି, ଯାହାକି ସେମାନେ ନିଜେ ଦୁଃଖୀ ରହିବା ସହିତ ସେମାନଙ୍କର ପରିବାରଟି ମଧ୍ୟ ଅଶାନ୍ତିରେ ଜୀବନଯାପନ କରିଥାଏ ଏବଂ ସେମାନେ ନିଜ ଜୀବନରେ କେବେ ହେଲେ ବି ଉନ୍ନତି କରିପାରନ୍ତି ନାହିଁ। ସେଥିପାଇଁ ଆପଣମାନେ ସର୍ବପ୍ରଥମେ ନିଜ ମନ ଭିତରକୁ ସକାରାତ୍ମକ ଭାବନାର ସଞ୍ଚାର କରାନ୍ତୁ, ଯାହାଦ୍ୱାରା ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହିତ ଆପଣଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ଗୋଟିଏ ବିଶେଷ ଉପାୟ ବିଷୟରେ ବତାଇବା ପାଇଁ ଯାଉଛି। ସେଥିପାଇଁ ଯେଉଁମାନେ ବି ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ଦେଖୁଛନ୍ତି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଭିଡ଼ିଓର ଶେଷରେ ମୁଁ ଆପଣମାନଙ୍କୁ ଏମିତି ଗୋଟିଏ ଜିନିଷ ବିଷୟରେ ବତାଇବା ପାଇଁ ଯାଉଛି ଯାହାକୁ ଆପଣମାନେ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିଦେବା ଦ୍ୱାରା ଆପଣଙ୍କର ଧନଜନିତ ସମସ୍ୟା ଦୂର ହେବା ସହିତ ଆପଣଙ୍କୁ ଆକସ୍ମିକ ଧନର ପ୍ରାପ୍ତି ହେବ। ତା ସହିତ ଯଦି ଆପଣମାନେ ଲକ୍ଷ୍ମୀ ନାରାୟଣଙ୍କର ବିଶେଷ ଆଶୀର୍ବାଦକୁ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ତେବେ ନିଜ ଘରର 3ଟି ଜାଗାରେ 3ଟି ଦୀପକୁ ପ୍ରଜ୍ୱଳନ କରିପାରିବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯଦି ଆପଣମାନେ ନିଜ ଜୀବନରେ ଏହିସବୁ ନିୟମକୁ ପାଳନ କରୁଛନ୍ତି ତେବେ ଏହାକୁ କରିବା ଦ୍ୱାରା ଆପଣଙ୍କ ପରିବାରରେ ହିଁ ଉନ୍ନତି ହେବ। ସେଥିପାଇଁ ସବୁଠୁ ପ୍ରଥମେ ଜନ୍ମାଷ୍ଟମୀ ଦିନ ଆପଣଙ୍କ ମୁଖ୍ୟ ଦ୍ୱାରରେ ଗୋଟିଏ ସ୍ୱସ୍ତିକଟିଏ ଅଙ୍କନ କରିବେ। ସେହି ସ୍ୱସ୍ତିକଟିକୁ ଅଙ୍କନ କରିବା ସମୟରେ ଆପଣମାନେ ଗୋଟିଏ କଥାର ଧ୍ୟାନ ରଖିବେ, ଯେପରି ସେହି ସ୍ୱସ୍ତିକଟିକୁ ଆପଣମାନେ ହଳଦୀ ଦ୍ୱାରା ହିଁ ଅଙ୍କନ କରିବେ, ଯାହାଦ୍ୱାରା ଆପଣଙ୍କ ଘରକୁ ଦେବାଦେବୀଙ୍କର ଆଗମନ ହେବ। ଆପଣଙ୍କ ଘରେ ପୂର୍ବରୁ ଯାହା ବି କିଛି ନକାରାତ୍ମକ ଶକ୍ତି ଭରି ହୋଇଥିବ ସେସବୁ ଦୂର ହେବା ସହିତ ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତିର ଆଗମନ ହେବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଆପଣଙ୍କ ଘରର ଏମିତି କେଉଁ ଜାଗାରେ ଦୀପଟିକୁ ଲଗାଇବା ଦ୍ୱାରା ଆପଣଙ୍କ ପରିବାରର ଉନ୍ନତି ହେବ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ମା ଲକ୍ଷ୍ମୀଙ୍କର ସ୍ଥିର ବାସକୁ ଆପଣଙ୍କ ଘରେ କରାଇବା ପାଇଁ ଚାହୁଁଛନ୍ତି ତେବେ ରୋଷେଇ ଘରେ ଗୋଟିଏ ଦୀପକୁ ନିଶ୍ଚିତ ଭାବରେ ପ୍ରଜ୍ୱଳନ କରିବେ। ଆପଣମାନେ ଜାଣିଥିବେ ମା ଲକ୍ଷ୍ମୀଙ୍କୁ ଅନ୍ନପୂର୍ଣ୍ଣା ବୋଲି କୁହାଯାଇଥାଏ ଏବଂ ଅନ୍ନପୂର୍ଣ୍ଣା ଆପଣଙ୍କ ରୋଷେଇ ଘରେ ବାସ କରିଥାନ୍ତି। ସେଥିପାଇଁ ପ୍ରଥମ ଦୀପଟିକୁ ଆପଣମାନେ ନିଜ ରୋଷେଇ ଘରେ ପ୍ରଜ୍ୱଳନ କରିବେ। ଦ୍ୱିତୀୟ ସ୍ଥାନଟି ହେଉଛି ଆପଣଙ୍କ ଘରର ତୁଳସୀ ଚଉରା। ଯେତେବେଳେ ଆପଣମାନେ ତୁଳସୀ ଗଛର ପୂଜା କରୁଥିବେ ତୁଳସୀ ଗଛର ପୂଜା କରିବା ସମୟରେ ଗୋଟିଏ ଘିଅର ଦୀପକୁ ନିଶ୍ଚିତ ପ୍ରଜ୍ୱଳନ କରନ୍ତୁ ଏବଂ ସେହି ଦୀପଟିକୁ ଲଗାଇବା ସମୟରେ ଓମ୍ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ରଟିକୁ ମନେ ମନେ ସ୍ମରଣ କରୁଥିବେ। ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ଦ୍ୱାରା ସମ୍ଭବ ହେଉଛି ତେବେ ଜନ୍ମାଷ୍ଟମୀ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ସ୍ନାନ ଆଦି କାର୍ଯ୍ୟ ସମାପନ କରିବା ପରେ ତୁଳସୀ ଗଛ ମୂଳରେ ସେହି ଦୀପଟିକୁ ପ୍ରଜ୍ୱଳନ କରିପାରିବେ।
नचेत जन्माष्टमीर रात्रि पूर्वरु मध्य आपण माने एही उपायटी को करि परिबे। दर्शक बंधु एबे जानिबा तृतीय जगह विषय रे। तृतीय जगहटी हेउची आपणक घरर ठाकुर घर। दर्शक बंधु आपणक ठाकुर घरे जेउ दीपटी को प्रज्वलन करिवे सेही दीपटी लगाइबा समय रे आपणक मनरे जहाँ भी किछि मनस्कामना अछि से सबु भगवानक आगरे जणाई देबे। दर्शक बंधु मु आपण मानको जेउ सब उपाय बताइली जदि आपण माने निज जीवन रे उन्नति चाहुचंती एवं आपणकर धनजनित समस्या को दूर करिबा पई चाहुचंती तेबे जन्माष्टमी दिन थरे मात्र एहार परीक्षा करी देखंतु। दर्शक बंधु आउ गोटिए कथा जदि आपण माने एही सब उपाय को निजे स्वच्छ मनरु एवं निसंदेह रे पालन करूचंती तेबे आपण मानको एहार शुभ फल एक मास मध्य रे ही जना पड़ी जीव। एवं यह परिवर्ते जदि आपण माने एहाको अविश्वास एवं संदेहर सहित पालन करिवे तेबे आपण माने जेते चेष्टा करिले मध्य सेथिरु आपणको शुभ फल मिली परिबो नाही। ता सहित आपणक जीवनरु कौनसी भी दुख कष्ट दूर हेब नाही। सेथिपाई आपण माने समस्त उपाय गुडी को निसंदेह रे एवं स्वच्छ मनरु करिबा पई चेष्टा करंतु। दर्शक बंधु जेमिति कि मु आपण मानको वीडियो आगरे बताइथिली जे श्रीकृष्ण को एमिति किसी जिनिस को दान करिबा द्वारा किंबा अर्पण करिबा द्वारा आपणक जीवन रे बहुमात्रा रे उन्नति करिवे तेबे सेही जिनिस गुड़िक हेउची आपण माने गोटिए बइसी किंबा मयूरपुच्छ को जन्माष्टमी दिन श्रीकृष्ण निकट रे अर्पण करि परिबे जहा द्वारा आपणक जीवन रे समस्त दुख कष्ट दूर होई जिवो। तेबे दर्शक बंधु जदि आपण माननको एही वीडियोटी भल लगी थाए वीडियोटी को लाइक करी कमेंट बॉक्स रे जय मां लक्ष्मी जय जगन्नाथ अवश्य लिखि दियंतु।